ନୃଶଂସ ସ୍ତ୍ରୀର ନାରକୀୟ କାଣ୍ଡ। ସାବିତ୍ରୀ ବ୍ରତର ଠିକ୍ ଦିନକ ପରେ ସ୍ତ୍ରୀ ହତ୍ୟା କରିଛି ସ୍ୱାମୀକୁ। ପାରିବାରିକ କଳହ କେଡ଼େ ଭୟାନକ ହୋଇପାରେ ତାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଦେଲା ନୃଶଂସ ସ୍ତ୍ରୀ। ଖାଲି ସେତିକି ନୁହେଁ, ଟାଙ୍ଗିଆରେ ହାଣିବା ପରେ ଅତି ବିଭତ୍ସ ଭାବେ ମୁଣ୍ଡକୁ ଇଟାରେ ଛେଚି ଦେଇଥିଲା ସ୍ତ୍ରୀ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ତାଳସର ଗାଁର ଗୋପାଳପୁର ସାହିରୁ ଆସିଛି ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ। ଗତକାଲି ରାତିରେ ସ୍ୱାମୀକୁ ସ୍ତ୍ରୀ ହତ୍ୟା କରିବା ପରେ ମର ଶରୀରକୁ ଲୁଚାଇ ରଖିଥିଲା। ସୂଚନା ଅନୁସାରେ କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗିଥିଲା। ଦୁହିଁଙ୍କ ମଧ୍ୟରେ କଥା କଟାକଟି ଉଗ୍ର ରୂପ ନେଇଥିଲା। ପରେ ସ୍ତ୍ରୀ ଉତ୍କ୍ଷିପ୍ତ ହୋଇ ଏଭଳି କାଣ୍ଡ ଘଟାଇଛି। ମୃତ ସ୍ୱାମୀ ହେଲେ ନାରାୟଣ ଭୂୟାଁ ଏବଂ ତାଙ୍କୁ ସ୍ତ୍ରୀ ରୀନା ଭୂୟାଁ ଟାଙ୍ଗିଆ ଓ ଇଟାରେ ହତ୍ୟା କରିଥିବା ସୂଚନା ମିଳିଛି। ତେବେ ଖବର ପାଇ ବେଗୁନିଆପଡ଼ା ଥାନା ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ତ୍ରୀ ରୀନା ଭୂୟାଁ ଏବଂ ତାଙ୍କ ସମ୍ପର୍କୀୟ ଦିଅର ସଞ୍ଜୟ ଭୂୟାଁଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ସ୍ୱାମୀକୁ ନିଜ ସ୍ତ୍ରୀ ହତ୍ୟା କରିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।